ଜହ୍ନି ଚିଙ୍ଗୁଡ଼ିର କମ୍ବିନେସନ୍ ବହୁତ ବଢ଼ିଆ ଲାଗିଥାଏ। ଯଦି ଆପଣମାନେ ଏମିତି ଜହ୍ନି ଚିଙ୍ଗୁଡ଼ିରେ ପତଳା ଝୋଳ ଗୋଟେ ବନେଇବେ ନା, ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ସ୍ପେସିଆଲି ଗରମ ଗରମ ଉଷୁନା ଭାତ ସହିତ। ଯଦି କେବେ ଟ୍ରାଏ କରିନାହାନ୍ତି ନିଶ୍ଚୟ ଥରେ ଟ୍ରାଏ କରିବେ। ଜହ୍ନି ଚିଙ୍ଗୁଡ଼ିର ଝୋଳ ବନେଇବା ପାଇଁ ଏଠି ମୁଁ 500 ଗ୍ରାମର ଜହ୍ନି ଆଉ ଗୋଟେ ବଡ଼ ସାଇଜ୍‌ର ଆଳୁକୁ ବଡ଼ ବଡ଼ ଖଣ୍ଡରେ କାଟି ରଖିଛି। ତା ସହିତ 500 ଗ୍ରାମର ନେଇଛି ଚିଙ୍ଗୁଡ଼ି। ଚିଙ୍ଗୁଡ଼ିକୁ ଭଲରେ ସଫା କରିକି ତାର ଉପର ସେଲ୍‌କୁ ବାହାର କରିକି ଭଲ ଭାବରେ ଧୋଇ ନେଇଛି। ସେଥିରେ ଲୁଣ ହଳଦୀ ଦେଇକି ଗୋଳେଇକି ସାଇଡରେ ରଖିଛି। ଏପଟେ କଡ଼େଇରେ 2 ଚାମଚ ସୋରିଷ ତେଲ ଗରମ କରିବା। ପ୍ରଥମେ କାଟି ରଖିଥିବା ଜହ୍ନି ଆଳୁକୁ ଦେଇକି ହାଇ ଫ୍ଲେମ୍‌ରେ କିଛି ସମୟ ପାଇଁ ଭାଜି ନେବା। 3-4 ମିନିଟ୍ ହାଇ ଫ୍ଲେମ୍‌ରେ ଭାଜି ହେଇଗଲା ପରେ ସେଥିରେ ଲୁଣ ହଳଦୀ ଅଳ୍ପ ଟିକେ ଦବା। ଆଉ 1 ମିନିଟ୍ ହାଇ ଫ୍ଲେମ୍‌ରେ ଭାଜିବା। ଭାଜି ହେଇଗଲା ପରେ ପ୍ଲେଟ୍‌କୁ ବାହାର କରିକି ସାଇଡରେ ରଖିବା। ସେଇ କଡ଼େଇରେ ଆଉ 1 ଚାମଚ ତେଲ ଦବା। ସେଇଥିରେ ଲୁଣ ହଳଦୀ ଗୋଳେଇ ରଖିଥିବା ଚିଙ୍ଗୁଡ଼ିକୁ ଦବା। ଆଉ ମିଡିୟମ୍ ଫ୍ଲେମ୍‌ରେ ଚିଙ୍ଗୁଡ଼ିକୁ କିଛି ସମୟ ଭାଜିବା। ଅଧିକ ହାର୍ଡ କରିକି ଚିଙ୍ଗୁଡ଼ିକୁ ଭାଜିବେନି। ମସଲା ବନେଇବା 1 ବଡ଼ ଚାମଚ ଧଳା ସୋରିଷ, 1 ବଡ଼ ଚାମଚ ଧନିଆ, 1 ଛୋଟ ଚାମଚ ଜିରା, ଶୁଖିଲା ଲଙ୍କା, ଅଧା ଚାମଚ ଗୋଲମରିଚ, 2ଟି ଛୋଟ ପିଆଜ, ଅଦା 1 ଇଞ୍ଚ ଆଉ 15-20 କୋଲା ରସୁଣରେ ଅଳ୍ପ ଟିକେ ପାଣି ଦେଇକି ଚିକ୍କଣ କରିକି ବାଟି ନେବା। ପୁଣି ଥରେ କଡ଼େଇରେ ତେଲ ଗରମ କରିକି ସେଥିରେ 1 ଛୋଟ ଚାମଚ ଦବା କଳା ଜିରା, ଜିରାକୁ ଟିକେ ସମୟ ଭାଜି ନେବା। ଏଥିରୁ ବାସ୍ନା ଆସିଗଲା ପରେ ଏଇଥିରେ ଆମେ 1 ବଡ଼ ସାଇଜ୍‌ର କଟା ହେଇଥିବା ପିଆଜକୁ ଦବା। ପିଆଜକୁ ଟିକେ ଲାଲ କରିକି ଭାଜି ନେବା। ପିଆଜ ଟିକେ ଭାଜିଗଲା ପରେ ସେଥିରେ ଆମେ ଭୃଷଙ୍ଗ ପତ୍ର ଦବା। କଲର୍ ପାଇଁ 1 ଚାମଚ କାଶ୍ମୀରୀ ରେଡ୍ ଚିଲି, ଅଧା ଚାମଚ ହଳଦୀ ଗୁଣ୍ଡ, ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ। କିଛି ସେକେଣ୍ଡ ଲୋ ଫ୍ଲେମ୍‌ରେ ଭାଜି ନେବା। ଆଉ ତାପରେ ବାଟି ରଖିଥିବା ମସଲାକୁ ଦବା। ମସଲାକୁ ଆମେ ଲୋ ମିଡିୟମ୍ ଫ୍ଲେମ୍‌ରେ 4ରୁ 5 ମିନିଟ୍ ପର୍ଯ୍ୟନ୍ତ କଷି ନେବା। ମସଲା ଟିକେ କଷିଗଲା ପରେ 2ଟା ଟମାଟୋକୁ ଆମେ କାଟିକି ପକେଇବା। ଟମାଟୋ ଟିକେ ନରମ ହେଲା ପର୍ଯ୍ୟନ୍ତ ମସଲାକୁ ଆଉ କିଛି ସମୟ କଷି ନେବା। ମସଲା ଟିକେ କଷିଗଲା ପରେ ବା ସେଥିରୁ ତେଲ ଟିକେ ଛାଡ଼ିଗଲା ପରେ ସେଥିରେ ଆମେ ପୂର୍ବରୁ ଭାଜି ରଖିଥିବା ଆଳୁ ତା ସହିତ ଭଜା ଚିଙ୍ଗୁଡ଼ିକୁ ପକେଇବା। ଆଉ 1 ମିନିଟ୍ ପାଇଁ ଆମେ ମସଲା ସହିତ ଚିଙ୍ଗୁଡ଼ି ଆଳୁକୁ କଷି ନେବା। ଆଉ ତାପରେ ଏଥିରେ ଆମେ ଦରକାର ହିସାବରେ ଦେବା ଗରମ ପାଣି। ଆପଣମାନେ କେତେ ଝୋଳ ରଖିବାକୁ ଚାହୁଁଥିବେ ସେଇ ହିସାବରେ ଗରମ ପାଣି ଦେବେ। ଗରମ ପାଣି ଦେଇକି ତରକାରୀକୁ ଟିକେ ଗୋଳେଇ ନେବା। ହାଇ ଫ୍ଲେମ୍‌ରେ 1 ଫୁଟା ଆସିଲା ପର୍ଯ୍ୟନ୍ତ ପ୍ରଥମେ ଫୁଟେଇ ନେବା। ଫୁଟିଗଲା ପରେ ପୂର୍ବରୁ ଭାଜି ରଖିଥିବା ଜହ୍ନିକୁ ଏଥିରେ ପକେଇବା। ଜହ୍ନିକୁ ଲାଷ୍ଟରେ ପକେଇବା। ଟିକେ ଗୋଳେଇ ନେଲା ପରେ କଭର କରିବା। 5-6 ମିନିଟ୍ ପାଇଁ ମିଡିୟମ୍ ଫ୍ଲେମ୍‌ରେ ଆକୁ ରାନ୍ଧିବା ବା ସିଝିବା ପାଇଁ ଛାଡ଼ିବା। 5-6 ମିନିଟ୍ ପରେ ଏଇଠି ଆମର ତିଆରି ହେଇଗଲା ଓଡ଼ିଶାର ପାରମ୍ପରିକ ରେସିପି ଜହ୍ନି ଚିଙ୍ଗୁଡ଼ି ଝୋଳ। ଟ୍ରାଏ ତ ନିଶ୍ଚୟ ଥରେ କରିବେ, ବହୁତ ବଢ଼ିଆ ଲାଗିବ।